ଏଠାରେ ଉଠିଲା ଆସକୁ ବାହାର ପଟୁ କବାଟ ଦିଆହେଇଛି। ମୁଁ ମୋ ସ୍ତ୍ରୀ ଡାକିଲି ମୀରା 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 କବାଟ ଫିଟା। କବାଟ ଫିଟେଇଲାନି। ମୁଁ ଦେଖିଲି ଯେ କ'ଣ ଗୋଟେ କିଛି ଘଟିଛି। ବାଧ୍ୟରେ ସେଠୁ ମୋ ବେଡ଼୍ ଥିବା ଖଟ ତଳେ ଗୋଟେ ଇଟା ବାହାର କରିକି ଆଜବେଷ୍ଟ କଣାରେ ଭାଙ୍ଗିକି ଭାଇ ବାହାରିଲି। ଦେଖନ୍ତୁ ଆପଣମାନେ ବାହାରିଲା ପରେ ବାହାରକୁ ଆସିକି ଉପରେ ଚଢ଼ିକି କବାଟ 2-4 ଗୋଇଠା ମାରିଛି। ରଡ଼ ପଶିଲା ଗୋଡ଼ରେ, ବ୍ଲଡ଼ ପୁରା ପିଚ୍ ପିଚ୍ ବାହାରିଲା। ଆଜବେଷ୍ଟ ଭାଙ୍ଗି ବାହାରିଲା ଆସୁ ମୋର ସାଇଡ଼୍ ଏଟା ଚିରି ହେଇଗଲା। ବାହାରିଲା ଆସକୁ ଗେଟ୍ ଦିଆହେଇଛି, ଘର ଦିଆହେଇଛି, ତାକୁ ଖୋଲି ଦେଖିଲା ଆସକୁ ମାନେ ଗେଟ୍ ସାମ୍ନାରେ ପହଞ୍ଚିଲା ଆସୁ ଚୁଡ଼ି ଗୁରା ଭାଙ୍ଗିକି ପଡ଼ିଛି। ମୋ ମେନ୍ ଗେଟ୍ ଖୋଲା ହେଇନି, ବାହାର ପଟ ଟିଣଟା ପେଲା ହେଇଯାଇଛି। ପେଲା ହେଇକି ଯିବା ପରେ ମୁଁ କହିଲି କ'ଣ ଘଟଣା ହେଇଛି, କାହିଁ ମୋ ସ୍ତ୍ରୀ ନାହିଁ। ଅନ୍ୟ ଘରକୁ ଦେଖିଲା ଆସୁ ଗଡ଼ରେଜ୍ ଖୋଲା ହେଇଛି। ଯାହା ସବୁ ମୋର ସୁନା ରୂପା ଥିଲା ସେସବୁ ନେଇଛି। ମୁଁ ଜମି ବିକ୍ରି କରିଥିବା ଟଙ୍କା 30 ଲକ୍ଷ ରଖିଥିଲି, ତାକୁ ବି ନେଇଛି। ତାପରେ ଖୋଜାଖୋଜି ଭାଇ ବହୁତ କଲି, କିଛି କେଉଁଠି ସନ୍ଧାନ ପାଇଲିନି। 8-10 ଦିନ ପରେ ଯେତେବେଳେ ଫେସବୁକ୍ ଇନଷ୍ଟାରେ ଦେଖିଲା ଆସକୁ ଏସବୁ ଜିନିଷ ଫଟୋ ସବୁ ବାହାରୁଛି। ଫଟୋ ବାହାରିଲା ପରେ ମୁଁ ଜାଣିବାକୁ ପାଇଲି ଯେ ମୋ ସ୍ତ୍ରୀକି ବ୍ଲାକମେଲ୍ କରିକି ବାଉଁଶିଆପଡ଼ା ବନମାଳୀପୁରର ଛବି ମହାନ୍ତି, ଗାଣ୍ଡୁ ମହାନ୍ତି ମୋ ପୁଅ ଛବି ମହାନ୍ତି କିଡ଼ନାପ୍ କରିକି ନେଇଛି। କଲ୍ ଲିଷ୍ଟରୁ ଫୋନ୍ପେରୁ ଦେଖିଲି ଯେ ମୋ ସ୍ତ୍ରୀ ତା ପାଖକୁ ଅନେକ ଥର ବ୍ଲାକମେଲ୍ ସେ କରିଥିବାରୁ ଟଙ୍କା ଛାଡ଼ିଛି। ତାପରେ 10-15 ଦିନ ପରେ ଖୋଜାଖୋଜି କଲି। ଆଜ୍ଞା ଅଛି ମୋ ମାନେ ଏଗ୍ରିମେଣ୍ଟ ଯେଉଁ ପେପର ଜମିବାଲା ସହିତ ଯେଉଁ ବିକ୍ରି କରିଥିଲି ସେସବୁ ଅଛି। ସବୁ ଜମିର ଯାହା ସବୁ ଡକୁମେଣ୍ଟ ସବୁ ସେସବୁ ରଖିଛି। ଟଙ୍କାଟା ମୋର ବାପାଙ୍କର ପ୍ରପର୍ଟି ମୁଁ ବିକ୍ରି କରିଛି, ସେସବୁ ଟଙ୍କାର ଯାହା ସବୁ ପ୍ରମାଣ ମୋ ପାଖରେ ଅଛି। ପିପିଲି ଥାନାରେ ଏଫଆଇଆର୍ ଦେଲି। ସେସବୁ କିଛି ମୋତେ କିଛି କାର୍ଯ୍ୟ ଅନୁଷ୍ଠାନ କଲେନି କି ସ୍ପଟ୍ ଉପରୁ ଯାଇ ଦେଖା କଲେନି, କିଛି କଲେନି। ମୋତେ ରାତି 10-11 ଯାକେ ମୁଁ ଗଲି, ସବୁବେଳେ ବି ସାଙ୍ଗକୁ ଦେଖାଗଲି। ସେସବୁ ରେଜଲ୍ଟ କିଛି ନ ପାଇଲାରୁ ଏସ୍ପିଙ୍କ ସହିତ ବି ଯୋଗାଯୋଗ କଲି, ସେଠି ଏଫଆଇଆର୍ ଦେଲି, ସେଠି ବି କିଛି ରେଜଲ୍ଟ ଆସିଲାନି। କଲେକ୍ଟରକୁ ବି ଲେଟର୍ କଲି, ସେଠୁ ବି କିଛି ରେଜଲ୍ଟ ଆସିଲାନି। ଆସିଲା ପରେ ମାସକ ପରେ ଝିଅର ଭାଇ ମୋତେ, ପିସ୍ ପୁଅ ଭାଇ ମୋତେ କଲ୍ କଲା ଯେ ଭାଇ ଆଉ କ'ଣ ଏସବୁ ଘଟଣା। ମୁଁ କହିଲି ଏମିତି ଦେଇଛି ନା ଭାଇ ଭଉଣୀ ମୋତେ କ'ଣ ଭାଇ ଟିକେ ସେ କହିବ କି କିଛି କୁହନ୍ତୁ। ମୋତେ ମୁଁ ହେଉଛି ସୂର୍ଯ୍ୟପ୍ରକାଶ ନାୟକ, ତାର ପିସ୍ ପୁଅ ଭାଇ। ମୋତେ ଘଟଣା ଘଟିବାର 15 ଦିନ ପୂର୍ବରୁ, 15 ଦିନ ମାସେ ପୂର୍ବରୁ ମୁଁ ତାକୁ ଗୋଟେ ଥର ନମ୍ବର ମାଗିଥିଲି, କାହିଁକିନା ମୋ ପାଖରେ ନମ୍ବର ନଥିଲା ତାର। ତ ନମ୍ବର ମାଗିଲା ପରେ ସିଏ ମୋତେ ନମ୍ବର ଦେଇନଥିଲା। ନେକ୍ସଟ ଟାଇମ୍ ମୋତେ କଲ୍ କରିଥିଲା। କଲ୍ କଲା ପରେ ଯେତେବେଳେ କଥା ହେଇଛି ତା ସାଙ୍ଗରେ, ମୋତେ ସିଏ କହିଲା ଯେ ଭାଇ ଆମେ ଏମିତି ଯାଇଥିଲୁ ଗୋଟେ ଜାଗାକୁ, ବ୍ୟାଚ୍ ଫିଷ୍ଟ କରିବାକୁ ଯାଇଥିଲୁ। ବ୍ୟାଚ୍ ଫିଷ୍ଟ କଲା ଭିତରେ ସେ ପିଲା ସାଙ୍ଗରେ ମୋର ଗୋଟେ ଦେଖା ହେଇଥିଲା। ଏମିତି ସାଙ୍ଗସାଥି ହେବା ଭିତରେ କଥାବାର୍ତ୍ତା ହେଇକି ଫଟୋ ଉଠାଉଠି କଲା ଭିତରେ ମୋତେ ବର୍ତ୍ତମାନ ସେ ବ୍ଲାକମେଲିଂ କରୁଛି। ବ୍ଲାକମେଲିଂ କଲା ପରେ ମୁଁ କହିଲି ହଉ ଠିକ୍ ଅଛି, ମୁଁ ତ ଏବେ ହାଇଦ୍ରାବାଦରେ ଅଛି। ସେତେବେଳେ ମୁଁ ହାଇଦ୍ରାବାଦରେ ଥିଲି। ମୁଁ ହାଇଦ୍ରାବାଦରୁ ଗଲା ପରେ ଯାଇକି ଯାହା କରିବି, ମୁଁ ତ ଆଉ ସେଠି ରହି କିଛି କରିପାରିବିନି। ତା 15 ଦିନ ପରେ ଶୁଣିବାକୁ ପାଇଲି, ଭାଇଙ୍କ ପାଖରୁ ଶୁଣିବାକୁ ପାଇଲି ଯେ ସିଏ ଘର ଛାଡ଼ିକି ପଳେଇଛି, ତାକୁ କିଡ଼ନାପ୍ କରାଯାଇଛି। ସୋର୍ସରୁ ଜଣାପଡ଼ୁଛି ଯେ ତାକୁ କିଡ଼ନାପ୍ ହିଁ କରାଯାଇଛି। କିଡ଼ନାପ୍ କରିଛି ଗାଣ୍ଡୁ ମହାନ୍ତି, ବାଉଁଶିଆପଡ଼ାର ଯେଉଁ ଲୋକ ଅଛି ଗାଣ୍ଡୁ ମହାନ୍ତି, ତା ପୁଅ ଛବି ମହାନ୍ତି, ସିଏ କିଡ଼ନାପ୍ଟି କରିଛି। ଘରେ ବସିକି ଲୁଟ୍ କରିଛି ପ୍ଲସ୍ କିଡ଼ନାପ୍ କରିଛି ମୋ ଭଉଣୀକୁ। ଆଜ୍ଞା ଅଭିଯୋଗ କରିଛୁ, 1 ତାରିଖରେ ଅଭିଯୋଗ କଲୁ ସାର୍। ଆଜ୍ଞା ମୋ ସ୍ତ୍ରୀ 4 ମାସ ପ୍ରେଗନେଣ୍ଟ ଥିଲା ଯେଉଁ ଟାଇମ୍ରେ ଗଲେ, ଆଜିକି 2 ମାସ ହେଲେ। ମେଡ଼ିକାଲ ରିପୋର୍ଟ ସବୁ କିଛି ମୋ ପାଖରେ ଆଜ୍ଞା ଅଛି। ମାତା ଶକ୍ତି ଇଏ କରିଥିଲି, ସବୁ ମୋ ପାଖରେ ରିପୋର୍ଟ ଅଛି। ମୋ ସ୍ତ୍ରୀ ପ୍ରେଗନେଣ୍ଟ ଥିଲା। ଆପଣ ତାର ସାଙ୍ଗ ନୁହଁ, ମୋ ସ୍ତ୍ରୀର ଯିଏ ସାଙ୍ଗ ସେଇ ଗାଁରେ ସିଏ ରହୁଥିଲା। ସେ ବ୍ୟାଚ୍ ଫିଷ୍ଟ ଡକାଡି କରିକି ଏସବୁ କରିନ୍ତି, ବ୍ଲାକମେଲ୍ କରିନ୍ତି। ନା ସାଙ୍ଗ ନୁହଁ, ସାଙ୍ଗ ନୁହଁ। ଏସବୁ ସାଙ୍ଗ ଯେମିତି କହିବାକୁ ଗଲେ ଆଜ୍ଞା ଗ୍ରୁପ୍ କଲ୍ ହେଇକି ଆସିଥିଲେ। ଆପଣ କ'ଣ ମାନେ ଭାବୁଛନ୍ତି ଏଇଟା କିଛି ସେ ପୁଅ ସହିତ ପ୍ରେମ ଅଛି ନା ଇଏ କରାଯାଇଛି? ନା ଏସବୁ ଭୁଲ। କେବଳ ଟଙ୍କା ସହିତ ବ୍ଲାକମେଲ୍ କରିକି ଏଇ ଫୋନ୍ ଇଏରେ କଲ୍ ଲିଷ୍ଟ ବାହାର କରିଛି। ସେଥିରେ 3 ଜଣ ପିଲାଙ୍କର କଲ୍ ଲିଷ୍ଟ ବାହାରିଛି। ଗୋଟେ ହେଉଛି ନରେଶ ଟାକୁଆ, ଆଉ ଗୋଟେ ହେଉଛି ସନାତନ ନଣ୍ଡା, ସେଇ ଗାଁର ପିଲା। 3 ଜଣ ହିଁ ଆ ପାଖକୁ ବାରମ୍ବାର କଲ୍ କରନ୍ତି। କଲ୍ ଲିଷ୍ଟରେ ମୁଁ ବାହାର କରିଛି। ଫୋନ୍ପେରେ କ'ଣ 100, 200, 500 ଏମିତି ସବୁ ଛାଡ଼ିଛି ଆଜ୍ଞା। ଏଇଟା ହେଉଛି ମୁଁ ପ୍ରାଇଭେଟ୍ରେ ଏୟାରଟେଲ୍ ଅଫିସରୁ ବାହାର କଲି। ଗୋଟିଏ ନମ୍ବର ନୁହଁ, ଏଥିରେ ଆସିଛି 3 ଜଣଙ୍କ ନମ୍ବର ଆସିଛି। ଛବି ମହାନ୍ତି ନମ୍ବର,
ନରେଶ ଡାକୁଆ ଆଉ ହେଉଛି ନଣ୍ଡା ସନାତନ ସେ କାନାଡ଼ା ଏଇଥିରେ କଲ୍ ଲିଷ୍ଟ ଅଛି। କିଛି ଯୋଗାଯୋଗ ନାହିଁ, କୌଣସି ପ୍ରକାର ଯୋଗାଯୋଗ ନାହିଁ। ବହୁତ ମୁଁ ଖୋଜୁଛି, କିଛି ରେଜଲ୍ଟ ମିଳୁନି। ବହୁତ ଥର ବି ପିପିଲି ଥାନାକୁ ଦୌଡ଼ୁଛି। ସେ କଲ୍ ଆସିଛି ସେଇଦିନ ଆସିଛି ନା ତା ପୂର୍ବରୁ ଆସିଛି? ଆଜ୍ଞା କଲ୍ କରିଛନ୍ତି ସେମାନେ? କଲ୍ ତ ଆଗରୁ ଆସିଛି, ବହୁ ଆଗରୁ ଆସିଛି। ସେଦିନ କିଛି ସେଦିନ ଆସିଛି ରାତି 11 ଯାକେ ନରେଶ ଡାକୁଆ ନମ୍ବରରୁ ଆସିଛି। ଏବେ କ'ଣ ଚାହୁଁଛନ୍ତି? ଏବେ ଚାହୁଁଛି ମୋ ପିଲା ଅଛି ମୋ ସ୍ତ୍ରୀ ପେଟରେ, ସୁରକ୍ଷିତରେ ମୋ ସ୍ତ୍ରୀ କେମିତି ପହଞ୍ଚୁ ମୋ ପାଖରେ, ଏତିକି। ମୋ ସ୍ତ୍ରୀ ମୁଁ ବି ଚାହୁଁଛି, ମୋ ଟଙ୍କା ବି ଚାହୁଁଛି, ମୋ ସ୍ତ୍ରୀ କି ଚାହୁଁଛି, ଆମର କିଛି ନାହିଁ। ଏତିକି ଆପଣମାନଙ୍କୁ ଅନୁରୋଧ, ପିପିଲି ଥାନା ମୋତେ କିଛି ସାହାଯ୍ୟ କରିବି। କୌଣସି କାର୍ଯ୍ୟ ଅନୁଷ୍ଠାନ ଆଜି ଯାଏଁ ହେଲା ବି ମୋ ଘର ଯେଉଁ ଲୁଟ୍ ହେଇଛି ଭାଙ୍ଗିଛି, କୌଣସି ସ୍ପଟ୍ରେ ଯାଇକି ଇନକ୍ୱାରି ବି କରିନାହାନ୍ତି। ମୁଁ ବହୁତ ଦୁଃଖିତରେ ଅଛି, ବହୁତ ଚିନ୍ତିତରେ ଅଛି। ମୋତେ କୌଣସି ପ୍ରକାର ସାହାଯ୍ୟ ବି କରିନାହାନ୍ତି। କିଡ଼ନାପ୍ ଏଇଟା ମୋ ଶୋଇଛା ନା, ଏଇଟା ହେଉଛି କିଡ଼ନାପ୍ କେସ୍। କେବଳ କିଛି କରିନି ପୁଲିସ୍ ଏପର୍ଯ୍ୟନ୍ତ ଯାଇନି ମୋ ଘରଠିକି। କେବଳ ମୁଁ ଯେତିକି ତାଙ୍କୁ ବାଇଟ୍ ଦେଉଛି, ମାନେ ଯେତିକି ଡାଟା ଦେଇଛି ସେ କୌଣସି ଡାଟା ବାହାର କରୁନାହାନ୍ତି। ମୁଁ ସବୁ ପ୍ରକାର ଡାଟା ତାଙ୍କୁ ଦେଇଛି, ମାନେ ଫୋନ୍ ପେ ଟୁ କଲ୍ ଲିଷ୍ଟ ସବୁ ପ୍ରକାର ଦେଇଛି, ତଥାପି ନିରବ ହୋଇକି ଚୁପ୍ ହେଇକି ବଇଛନ୍ତି। କିଛି କୌଣସି ପ୍ରକାର କହୁନାହାନ୍ତି ମୋତେ।